ଦେଖନ୍ତୁ ଯୋଉଠି ଆପଣ ସାଧନା କରନ୍ତୁ, ଯୋଉଠି ଧର୍ମ ଅନୁଷ୍ଠାନ କରନ୍ତୁ, ଏ ସୃଷ୍ଟିର ନିୟମ ଗୋଟେ ବିରୋଧୀ ଶକ୍ତି ବାହାରିବ। ଏଇଟା ଈଶ୍ୱରଙ୍କର ଇଚ୍ଛା। ଭାଗବତରେ ସେ କଥା ଲେଖା ଅଛି, ଯେନର ତପ ଆଚରନ୍ତି ଦେବେ ତାଙ୍କ ବିଘ୍ନ ଚିନ୍ତନ୍ତି। ଦେବତା ମାନେ ବିଘ୍ନ କରିବେ। ମାୟାରେ କରିଅଙ୍ଗ ସଙ୍ଗ ତପ କରନ୍ତି ତାର ଭଙ୍ଗ। ସେ କିମ୍ବା ଛାଡ଼ି ଆମ୍ଭ ଲୋକ, ସେ କିମ୍ବା ଯିବ ବିଷ୍ଣୁ ଲୋକ। ଦେବତା ମାନେ ବି ଈର୍ଷା କରୁଛନ୍ତି। ତେଣୁ ଯେତେବେଳେ ଆପଣ ସାଧନା କରିବେ, ଆପଣ ଏଠି ଗୃହସ୍ଥ ଆଶ୍ରମରେ ଅଛନ୍ତି, ଆପଣମାନେ ଆସିଛନ୍ତି, ମା ମାନଙ୍କ ପାଇଁ ପୁରୁଷ ମାନେ ଯଦି ଘରେ ଥିବେ, ଆରେ ଏତେ ଡେରି କ'ଣ କଲ, ବାବାଜୀ କ'ଣ କହୁଥିଲା, ତୁମେ ସେ କଥା କାହିଁ ଶୁଣୁଥିଲ? ଏଇ କିଏ ଶୋଇଲେ ସକାଳୁ ଉଠି ଅଫିସ ଯିବ, ଛୁଆକୁ ଅଫିସ ନେଇକି ଯିବ, ତେଣୁ ବିରୋଧ କରିବେ, ମନ ଛାଡ଼ିଯିବ, ଆଉ ଯିବା ନାହିଁ, ଡେରି ହେଇଗଲା, ଖାଇବା ପିଇବା ନାହିଁ, ଆଉ ସେଠିକି ଯିବା ନାହିଁ। ସାଙ୍ଗସାଥି ମାନେ କହିବେ, କାରଣ ସଂସାରରେ 99% ଲୋକମାନେ ଗୋଟେ ସ୍ରୋତରେ ଚାଲିଛନ୍ତି, ସମସ୍ତଙ୍କୁ ସେଇଟା ଦେଖାଯାଉଛି। କିନ୍ତୁ ଆଉ ଜଣେ ତାର ବିପରୀତ ସ୍ରୋତରେ ଯେତେବେଳେ ଚାଲିବ, ସେ ବିପରୀତ ସ୍ରୋତକୁ ଲୋକ, ସ୍ରୋତର ମାର୍ଗର ଲୋକ କେତେ ଜଣ ଅଛନ୍ତି? କେତେ ଜଣ ଭେଜିଟେରିଆନ, କେତେ ଜଣ? ତିନିଟି ଗୁଣ ଅଛି, ଗୋଟେ ସତ୍ୱ ଗୁଣ, ଗୋଟେ ରଜ ଗୁଣ, ଗୋଟେ ତମ ଗୁଣ। କେତେ ଜଣ ବ୍ୟକ୍ତି ସାତ୍ତ୍ୱିକ ଜୀବନ ଅତିବାହିତ କରୁଛନ୍ତି? କେତେ ଲୋକ ଯାହାକୁ ଦେଖ ମନ କ୍ଷିପ୍ତ ବିକ୍ଷିପ୍ତରେ ଅଛି, ମନ ଏକାଗ୍ରତା ଆସିନାହିଁ। ମନର ଏକାଗ୍ରତା ଯଦି ଆସିବ, ଆପଣ ପାଇଁ ଡିକ୍ସନାରୀରୁ ଇମ୍ପସିବୁଲ ଗୋଟେ ୱାର୍ଡ ଉଠିବାକୁ ଆରମ୍ଭ କରିବ। ଏଭ୍ରିଥିଙ୍ଗ ଇଜ ପସିବୁଲ। କ'ଣ କହି ପ୍ରତ୍ୟାହାରରେ କଥା ରହିଗଲା, ଯମ ନିୟମ କିଛି ଆଲୋଚନା ହେଇନାହିଁ। ତେଣୁ ପ୍ରତ୍ୟାହାର ଆମ ହେଲାଣି। ପ୍ରତ୍ୟାହାର ଅର୍ଥ ନିବୃତ୍ତ କରିବା, ୱିଡ୍ର କରିବା। ଆମର ସବୁ ଯେ ଅନିତ, ବ୍ରହ୍ମ ଯେ ସତ୍ୟ, ଈଶ୍ୱର ଯେ ସତ୍ୟ, ଜଗନ୍ନାଥ ଯେ ସତ୍ୟ, ସବୁଥିରୁ ମନ ୱିଡ୍ର ହେଇ ଆମ ଭିତରେ ଯେଉଁ ଜଗନ୍ନାଥ ଅଛନ୍ତି ଆମର ଅନୁଭବ ହେଲାଣି। ଯେ ପାଖରେ ଥିବା ବସ୍ତୁକୁ ଦେଖିପାରୁନାହିଁ, ସେ ଦୂରରେ ଥିବା ବସ୍ତୁକୁ କେମିତି ଦେଖିବ? ନିଜ ଭିତରେ ଯେ ଅନୁଭବ କରିପାରୁନାହିଁ, ସେ ପ୍ରତିମା ଭିତରେ କେମିତି ଅନୁଭବ କରିବ? ବସ୍ତୁ ଭିତରେ କେମିତି ଅନୁଭବ କରିବ? ସବୁରି ଭିତରେ, ଜଡ଼ ଭିତରେ, ଚେତନ ଭିତରେ, ସବୁରି ଭିତରେ ଅଛନ୍ତି। ସାଇନ୍ସ ବି କହୁଛି, ପ୍ରହ୍ଲାଦ ବାହାର କରିଦେଇଛି ନା ଆଉ। ସବୁ ବି କହୁଛି, ସବୁ ଶାସ୍ତ୍ର ବି କହୁଛି। ଆପଣ ବୃନ୍ଦାବନ ପରିକ୍ରମା ଆମେ କରୁ, ରାଧାରମଣ ଠାକୁର ଅଛନ୍ତି, ଯେ ବୃନ୍ଦାବନ ଯାଇଥିବେ ଜାଣିଥିବେ। ସେଠି ଗଲାବେଳକୁ ଏଡ଼ିକି ଦେଖିଛନ୍ତି ବା, ଏଡ଼ିକି କୃଷ୍ଣ ମୂର୍ତ୍ତି। ତାଙ୍କର ଶାଳ ଗ୍ରାମଟିଏ, ଜଣେ ସାଧୁ ପୂଜା କରୁଥିଲେ। ଜୟପୁରରୁ ସବୁ ମାରୁଆଡ଼ି ମାନେ ଯାଆନ୍ତି ଡ୍ରେସ୍ ନେଇକି, କ'ଣ ଦେବା ପାଇଁ? ଠାକୁରଙ୍କୁ ଦେବା ପାଇଁ କମଳ, ଡ୍ରେସ୍, ଲୋଟା, ପଇସା ମାରୁଆଡ଼ି ମାନେ ଦାନ କରନ୍ତି। ହିନ୍ଦୁ ଭିତରେ ମାରୁଆଡ଼ି ମାନେ ବେଶୀ ବଡ଼ ଦାନୀ। ଆମ ଲୋକ ତ ସହଜ ଦେବେ ନାହିଁ, କାରଣ ଆମର ସାଧୁ ପ୍ରୀତି ନାହିଁ, ଆମର ଘର ପ୍ରୀତି ନାହିଁ କି। ତେଣୁ ସେ କ'ଣ କଲେ, ମାରୁଆଡ଼ି ଆସିଲେ, କହିଲେ ତମ ଠାକୁର କାହିଁ? ଇଏ ଦେଖେଇଦେଲେ ଏଡ଼ିକି ଶାଳଗ୍ରାମଟେ। ସେ କହିଲେ ୟାକୁ କ'ଣ ଡ୍ରେସ୍ ଦେବୁ? ଶାଳଗ୍ରାମ ଏଠି ଗୋଲିଆ ଶାଳଗ୍ରାମଟେ, ସେ କ'ଣ ଡ୍ରେସ୍ ପିନ୍ଧି ପାରିବ? ଏ କାନ୍ଦିଲେ ରାତିରେ। ଠାକୁରେ, ଏତେ ବର୍ଷ ପୂଜା କଲି, ଆଉ ତୁମେ ସେଇ ଶାଳଗ୍ରାମ ହେଇ ରହିଲ, ତେମିତି କୃଷ୍ଣ ହେଇଥାନ୍ତ, ଜୟପୁରରୁ ଆସିଥିଲେ ମାରୁଡ଼ି ମାନେ, ସେମାନେ ଡ୍ରେସ୍ ଦେଇଥାନ୍ତେ, ମୁଁ ତୁମକୁ ପିନ୍ଧେଇଥାନ୍ତି, ସଜେଇଥାନ୍ତି, କେତେ ଆନନ୍ଦ, କେତେ ପ୍ରୀତି ମିଳିଥାନ୍ତା। ଏଠି ଭକ୍ତି ଯୋଗର କଥା କହୁଛି, ଏଠି ଜ୍ଞାନ ଯୋଗର କଥା କହୁନାହିଁ। କ୍ରିୟା ଯୋଗ, ଜ୍ଞାନ ମିଶା ଭକ୍ତି ଯୋଗ। ସକାଳ କାନ୍ଦି 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 ଶୋଇପାରିଛନ୍ତି। ଭକ୍ତର କଥା ଭଗବାନ ଜାଣନ୍ତି। ବହୁତ କଥା, ଅଲୌକିକ ଅନୁଭୂତି, ଅନୁଭବ ସବୁ ସାଧୁସନ୍ଥ ମାନଙ୍କର ଅଛି। ପ୍ରକାଶ କଲେ ତା ଅହଙ୍କାର ହେଇଯିବ। ଗୁପ୍ତା ଚ ମୁକ୍ତା, ପ୍ରଘଟା ଚ ନଷ୍ଟା, ଯତ ଗୁପ୍ତ ତତ ଶକ୍ତ। ଯିଏ ଯେତିକି ଗୁପ୍ତ, ସେ ସେତିକି ଶକ୍ତ। ସକାଳୁ ଉଠିଲା ବେଳକୁ ପ୍ରଭୁ ଏତେ ବଡ଼ ହେଇଯାଇଛନ୍ତି, ଆଉ ଶାଳଗ୍ରାମ ନାହିଁ।
ସୁନ୍ଦର ଭଗବାନ କୋଉଠି କୃଷ୍ଣ ସିଧା ଛିଡ଼ା ହେଇଛନ୍ତି, କାରଣ ସେ ପ୍ରେମର ଅବତାର। ଯେଉଁ ପ୍ରେମଟା ଲହୁଣୀ ଠାରୁ ଆହୁରି କୋମଳ, ସେ ସିଧା ହେଇପାରିବନି, ସେ ବଙ୍କା ହେଇଯିବ। ପ୍ରେମ ଆସିଲେ ସେ ପୁରା କୋମଳ ନରମ ହେଇଯିବ, ଆଉ ସେ ସିଧା ହେଇପାରିବ ନାହିଁ, ସେ ବଙ୍କା ହେଇଯିବ। ତେଣୁ ସେ ବଙ୍କା ଗୋଡ଼କୁ ଛନ୍ଦି ହାତକୁ ତ୍ରିଭଙ୍ଗୀ ଭଙ୍ଗୀରେ ଭଗବାନ ଟିକେ ଦାନ୍ତ ତାଙ୍କର ବାହାରିଛି, ଟିକେ ବାହାରିଛନ୍ତି, ସୁନ୍ଦର ଭାବରେ ସେ ସେଠି ଛିଡ଼ା ହେଇଛନ୍ତି। ତେଣୁ କେମିତି ଲାଗିଥିବ ଭକ୍ତକୁ ବା ସାଧୁଙ୍କୁ ଯିଏ ପୂଜା କରୁଥିଲେ,